ଜୀବନରେ ସବୁ ସୁଖ ଶାନ୍ତିରେ ରହିବା ପାଇଁ ସମସ୍ତଙ୍କର ଇଚ୍ଛୁକ, କିନ୍ତୁ ତମେ ଭଲରେ ଅଛ, ଆଉ ଜଣେ କିଏ ଭଲରେ ରହିବ ବୋଲି ତାକୁ କାହିଁ ହିଂସା କରୁଛ? ମୋ ଉଦ୍ଦେଶ୍ୟ ବର୍ତ୍ତମାନ ତମେ ଯଦି ଭଲରେ ରହିପାରୁଛ, ଘରଟିଏ କରୁଛ, ଦୁଆରଟିଏ କରୁଛ, ତାହେଲେ ଅନ୍ୟମାନେ ରହିଲେ ତମର ଏତେ ହିଂସା ଆସୁଛି କେଉଁଠୁ? କାହିଁକି ନା ବର୍ତ୍ତମାନ ଏଇଟା ହିଂସାର ଯୁଗ। କିଏ ଭଲରେ ରହିବ, କିଏ ଖରାପରେ ରହିବ, ଏହି ମନୋଭାବ। କିନ୍ତୁ କାହାକୁ ଗୋଟେ ସାହାଯ୍ୟ କରିଦେବା, ଆଲୋ ବୋପା ସେ ଉପରକୁ ଉଠିଯିବ, ମୁଁ ତଳେ ପଡ଼ିଯିବି, ଏଇ ମନୋଭାବ ରହିବାରୁ ଆଜି ଅବସ୍ଥା ଢିଲା। ନିଜକୁ ନିଜେ ଆମେ ଚାଲାକି, କିନ୍ତୁ ଚାଲାକି ନୁହଁ, ନିଜକୁ ନିଜେ ବକ। କିନ୍ତୁ କେବେ କାହାର ଅମଙ୍ଗଳ ଚିନ୍ତା କର ନାହିଁ, କେବେ କାହାକୁ କୁହନି, ପର ଆଲୋଚନା କର ନାହିଁ। କିନ୍ତୁ ଜୀବନରେ ସମସ୍ତଙ୍କର ପଛରେ ବର୍ତ୍ତମାନ ଆଲୋଚନା ରହିଛି। ମୋଦି ବି ପର ଆଲୋଚନା କରୁଛି, ନବୀନ ବି ପର ଆଲୋଚନା କରୁଛି। ପର ଆଲୋଚନାଟା ଏତେ ଗୁରୁତ୍ୱପୂର୍ଣ୍ଣ ନୁହଁ। କିଏ କହିଲା, କିଏ ନ କହିଲା, କିଏ ଦେଖିନି ରହିଲା, କିଏ ଶିଖିନି ରହିଲା, ସେଗୁଡ଼ା କେବେ ଭାବନି। ଅନେକ ପ୍ରକାର ଅନେକ କଥା କହିବେ, ତୁମେ ନିଜେ ବି ଆଲୋଚନା କରିବ। ତମ ଗାଁରେ ଆଉ ବି ପର ଅଛନ୍ତି, ଆଲୋଚନା କରିବେ। ସମସ୍ତଙ୍କ ପଛପଟେ ଏମିତି ଲୋକ ନାହାନ୍ତି ସଂସାରରେ କି କାହା କଥା ଆଲୋଚନା ନ କରୁଛି। ଗୋଟିଏ ଲୋକ ମୋତେ ଡାକ, ସେ ମୋଦିକି ଡାକ, ନହେଲେ ନବୀନକି ଡାକ, କେଡ଼େ କେଡ଼େ ଲୋକ ଗଲେଣି। ଆମେ କହିବା ଆମେ ଠିକ୍, ତୁମେ ଆଗ ନିଜକୁ ନିଜେ ଠିକ୍ ହୁଅ, ଜାଣ, ତାପରେ ଅନ୍ୟମାନଙ୍କୁ କୁହ କେତେ ଠିକ୍। କେବେ ନିଜକୁ କୁହନି ମୁଁ ଭଳିଆ ରାଇଟିଆ କେହି ନାହାନ୍ତି, ମୋ ଫ୍ୟାମିଲି ରାଇଟିଆ କେହି ନାହାନ୍ତି। ମୁଁ ଖାଇଲେ ସେ ଖାଇବ, ସେ ଖାଇଲେ ମୁଁ ଶୋଇବି, ମୁଁ ରହିବି। ଏମିତି ଜମା ହେବନି। ସବୁ ବାଉଳା ଆମେ ହଉଛେ, 2 ଦିନ ଖୋବା କିଞ୍ଚା ହଉଛେ, 2 ଦିନ ଭଲ ହଉଛେ। ଏମିତି ସବୁ କର ନାହିଁ। ଲୋକଲଜ୍ଜା, ବାଟକୁ ଆସ, ସୁଧୁରି ଯାଆନ୍ତୁ। ଦର୍ଶକମାନେ ସମସ୍ତଙ୍କୁ ଏ କଥା କୁହାହେଉଛି, ମାନେ ମୁଁ ସିଏ ଆମେ ସମସ୍ତଙ୍କ ନେଇକି ଏ କଥା ଚାଲିଛି। କେବେ ପର ଆଲୋଚନା କର, କେବେ କାହାର ଅମଙ୍ଗଳ ଚିନ୍ତା କର ନାହିଁ। ଧନ୍ୟବାଦ। ରହିଲି। ସୂର୍ଯ୍ୟକାନ୍ତ ସ୍ୱାଇଁ, ପାରଦ ଗଡ଼ନଗର ଛଡ଼ା।